ପ୍ରତିଦିନର ଚିନ୍ତା ଓ ପ୍ରାର୍ଥନା। ସ୍ୱାମୀ ପରମାନନ୍ଦ। ମଇ 8 ଦିନଟିର ପ୍ରଧାନ ଚିନ୍ତା। ସକଳ କାର୍ଯ୍ୟ ଅତି ସରଳ ଭାବେ ଏବଂ ନମ୍ରତାର ସଙ୍ଗେ କରିବାକୁ ଚେଷ୍ଟା କର। ସ୍ମରଣୀୟ ପଂକ୍ତି। ହେ ଅନନ୍ତ ଜୀବନ, ତୁମେ କି କର ଗ୍ରହଣ ଏକ ତୁଚ୍ଛ ଧୂଳିକଣାକୁ ତୁମର ଆପଣାର ଜନ। ଏହି ଅଦ୍ଭୁତ ବିସ୍ମୟ ଚେତନା ଲଭି ହୁଏ ମୁଁ ସ୍ତବ୍ଧ ବାକ୍ୟହୀନ। ନୀତି ଉପଦେଶ। ଆଧ୍ୟାତ୍ମିକ ଜୀବନରେ ଭାବନା ଚିନ୍ତା କରି କୌଣସି କାର୍ଯ୍ୟ ହୁଏ ନା। ଧର୍ମର ରାଜ୍ୟରେ ସରଳତା, ଅକପଟତା ପ୍ରଭୃତି ଗୁଣର ଅଭ୍ୟାସ କଲେ ଆମର ବେଶୀ ଉନ୍ନତି ହୁଏ। ଆମକୁ ଶିଶୁ ପରି ହେବାକୁ ପଡିବ। ଯେତେବେଳେ ବିନୟ ଭାବ ପ୍ରାଣରେ ଜାଗ୍ରତ ହୁଏ, ଯେତେବେଳେ ସେ ଯେ ଅନନ୍ତ ଏହି ଅନୁଭୂତି ହୃଦୟକୁ ଅଭିଭୂତ କରେ, ଯେତେବେଳେ ସେଇ ଅନନ୍ତ ପ୍ରଭୁଙ୍କ ସଙ୍ଗେ ଆମର କି ସମ୍ପର୍କ ଏହା ବୁଝିପାରୁ, ସେତେବେଳେ ଆମ ସୀମାବଦ୍ଧ ସତ୍ତା ଯେ କେତେ ତୁଚ୍ଛ ଏହି ଜ୍ଞାନ ଲାଭ ହୁଏ। ସେତେବେଳେ ଆମର ପାର୍ଥିବ ସମ୍ପଦ ପ୍ରତି ନିର୍ଭରତା, ଅହଙ୍କାର ବା ଆତ୍ମମ୍ଭରିତା ଯେପରି ସମ୍ପୂର୍ଣ୍ଣ କ୍ଷୟ ହୋଇଯାଏ ଏବଂ ଯାହା ଯଥାର୍ଥ ଆନନ୍ଦ ତାହା ଆମେ ଆସ୍ୱାଦନ କରୁ। ପ୍ରାର୍ଥନା। ହେ ଅନନ୍ତ ପ୍ରଭୁ, ତୁମର ଶ୍ରୀ ପାଦପଦ୍ମେ ମୁଁ ନିଜକୁ ସାଷ୍ଟାଙ୍ଗ ନିବେଦନ କରେ। ତୁମର ସାହାଯ୍ୟ ଛଡ଼ା ମୋର କିଛି କାର୍ଯ୍ୟ କରିବାର କ୍ଷମତା ନାହିଁ, କିନ୍ତୁ ତୁମେ ସଙ୍ଗରେ ଥିଲେ ମୁଁ ସବୁ କରିପାରେ। ତୁମେ ମୋର ଜୀବନ ଓ ଚିନ୍ତାଧାରାକୁ ପରିଚାଳିତ କର। ତୁମର କୃପାହସ୍ତ ତୋଳି ମୋତେ ପଥ ଦେଖାଅ। ମୁଁ ଯେପରି ଏକମାତ୍ର ତୁମ ମଧ୍ୟରେ ମୋର ସକଳ ସୁଖ ଓ ଶାନ୍ତି ଖୋଜି ପାଇବି।